ମୋର ସାଙ୍ଗମାନେ ଆପଣଙ୍କୁ ଆଜିର ୟୁଟ୍ୟୁବ୍ କାର୍ଯ୍ୟକ୍ରମକୁ ମୁଁ ସ୍ୱାଗତ ଜଣାଉଛି। ଯେମିତି ଦେଖିପାରୁଥିବେ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ଼ ବା ଡିପାର୍ଟମେଣ୍ଟ ଅଫ୍ ହାୟର ଏଜୁକେସନ୍ ତରଫରୁ ବହୁତ ବଡ଼ ଗୋଟେ ନୋଟିସ୍ ଆସିଯାଇଛି। ଆପଣ ଜାଣିକି ଖୁସି ହେବେ ଯେ ଏ ନୋଟିସ୍ରେ କୁହାଯାଇଛି ନା ହିନ୍ଦୀ ଟିଚର୍ ଆଉ PET ଟିଚର୍ ଯେଉଁ ଆପଣଙ୍କର ରହିଲା ପୋଷ୍ଟ ରହିଲା TGT ପୋଷ୍ଟ ରହିଲା ନନ୍ ଗଭର୍ଣ୍ଣମେଣ୍ଟ ଯେଉଁ ଫୁଲି ଏଇଡେଡ଼ ହାଇସ୍କୁଲ୍ ଅଛି ଓଡ଼ିଶାରେ, ସେଥିରେ ଯେଉଁମାନେ ସିଲେକ୍ଟ ହେଇଛନ୍ତି ସେମାନଙ୍କୁ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶାକୁ ଲିଷ୍ଟ ପଠାଇ ଦେଇଛନ୍ତି। ଆମର SSB ଯେଉଁ କ୍ୟାଣ୍ଡିଡେଟ୍ ମାନେ ଆମର ସିଲେକ୍ସନ୍ ହେଇଛନ୍ତି, ଆଉ ସେମାନଙ୍କର ନାମ ରୋଲ୍ ନମ୍ବର ଆପଣ ଦେଖିପାରୁଥିବେ ହିନ୍ଦୀ ଟିଚର୍ରେ ଏସବୁ ରୋଲ୍ ନମ୍ବର ଆପଣଙ୍କର ଅଛି ଏବଂ ଯେଉଁମାନଙ୍କର ନାମ ଅଛି ସେମାନଙ୍କୁ କଂଗ୍ରାଚୁଲେସନ୍ ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ। ଆପଣଙ୍କର ଭବିଷ୍ୟତ ଶୁଭମୟ ହେଉ। ଏବଂ ଏଇଟା ହେଲା ଆପଣଙ୍କର ହିନ୍ଦୀ ଟିଚର୍, ବହୁତ ହିନ୍ଦୀ ଆମର ପିଲାମାନେ ପାଇଛନ୍ତି। ତାପରେ PET, ଏଇଟା ହେଲା ଆପଣଙ୍କର PET ଟିଚର୍ ଯେଉଁମାନେ ସିଲେକ୍ସନ୍ ହେଇଛନ୍ତି ସେମାନଙ୍କୁ ମଧ୍ୟ ସ୍ୱାଗତ ଜଣାଇବୁ ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ। କିନ୍ତୁ ମନରେ କୋଉଠି ନା କୋଉଠି ମୋତେ ମଧ୍ୟ ଗୋଟେ ଭୟ ସୃଷ୍ଟି ହେଉଛି ବା ଆଶଙ୍କା ଦେଖାଯାଉଛି। କ'ଣ ଆଶଙ୍କା ଦେଖାଯାଉଛି? ତିନିଟା ଆଶଙ୍କା ବିଷୟରେ ମୁଁ ଆପଣଙ୍କୁ କହିବି। ପ୍ରଥମ ଆଶଙ୍କା ହେଲା ଆମର ପିଲାମାନଙ୍କର PGT ରେଜଲ୍ଟ କେବେ ଆସିବ। ସେକେଣ୍ଡ ହେଲା ଦଳେ ପିଲା କହୁଛନ୍ତି ରେଜଲ୍ଟ ସେ ପର୍ଯ୍ୟନ୍ତ ଆସିବନି ଯେ ପର୍ଯ୍ୟନ୍ତ ଆମେ PGT ଅଫିସ୍ ବା SSB ଅଫିସ୍କୁ ଯାଇନାହୁଁ। ଥାର୍ଡ଼ ହେଲା ଯେ ଡେଟ୍ କୁହନ୍ତୁ ସାର୍। ମୋତେ ମଧ୍ୟ କଷ୍ଟ ଲାଗେ ଯେ ଯେତେବେଳେ ଆମର ପିଲାମାନେ ପରିଶ୍ରମ କରିଛନ୍ତି, ଏକ୍ଜାମ୍ ଦେଇଛନ୍ତି, ଆଉ ସେମାନେ ଅପେକ୍ଷାରେ ମଧ୍ୟ ସୀମା ପାର କଲେ ନାହିଁ। ପ୍ରଥମ କଥା ହେଲା PGT ରେଜଲ୍ଟ କ'ଣ ହେଉଛି ସେଇଟା ତ ବହୁତ ଥର ମୁଁ କହିଛି, ଆଉ ସେ ବିଷୟରେ ମୁଁ ଆଉ ବହୁତ କହୁନି। କିନ୍ତୁ ସେକେଣ୍ଡ ହେଲା ଘରେ ବସିଲେ ରେଜଲ୍ଟ ଆସିବ ନାହିଁ, ଆପଣମାନଙ୍କୁ ଯିବାର ଅଛି SSB ନିକଟକୁ। ତ ଦଳେ ପିଲା ଏଥିରେ ମଧ୍ୟ କହୁଛନ୍ତି ଯେ SSB ଅଫିସ୍ ଆମେ ଯାଉଛୁ, ଆଉ କେବେ ଯାଉଛୁ ଆଉ କ'ଣ କରିବୁ ସେ ବିଷୟରେ ମଧ୍ୟ ଆପଣ ଗୋଟେ ଚିନ୍ତା କରନ୍ତୁ ଆଉ ତାକୁ ଫର୍ଦର ଷ୍ଟେପ୍ ନିଅନ୍ତୁ। ଥାର୍ଡ଼ ହେଲା ନା କେବେ ରେଜଲ୍ଟ ଆସିବ, ବେଟର୍ ହେବ ଯାଇକିରି କଥା ହେଇଗଲେ ଫିଜିକାଲି, ଏବଂ ଜଣେ ନାହିଁ ଆପଣ ମିଶିକିରି ନିଜର ଭାଇ ବନ୍ଧୁ ସାଙ୍ଗ ସାଥୀ ଭଉଣୀଙ୍କ ସହିତ ମିଶି ଯାଇକିରି ବୁଝନ୍ତୁ। ଆଉ ଘରେ ବସିଲେ ରେଜଲ୍ଟ ଲେଟ୍ ହେବ, କିନ୍ତୁ ଆପଣ ନିଜେ ଯେହେତୁ ଆଶଙ୍କାରେ ଅଛନ୍ତି ଯାଇକିରି ବୁଝିଦେବାଟା ବେଷ୍ଟ ହେବ। ତ ଏଇଟା ଥିଲା PGT ଯେଉଁ ଆପଣଙ୍କର କଥା ଆପଣ କହୁଥିଲେ। କିନ୍ତୁ ତଥାପି ଆମେ ଏଥିରେ ଗୋଟେ ଏଣ୍ଟରଟେନ୍ ବା ଗୋଟେ ଆମେ ସେଲିବ୍ରେଟ୍ କରିପାରିବା ଯେ ଆମର ବହୁତ PET ଯେଉଁ ହାଇସ୍କୁଲ୍ ହଉ ଟିଚର୍ ରିକ୍ରୁଟମେଣ୍ଟ ହେବାକୁ ଯାଉଛନ୍ତି, ଆଉ ହିନ୍ଦୀ ଟିଚର୍ ମଧ୍ୟ ବର୍ତ୍ତମାନ ରିକ୍ରୁଟମେଣ୍ଟ ହେବେ ଯେଉଁଟାକି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶାକୁ ଯାଇଛି। କଂଗ୍ରାଚୁଲେସନ୍ ଜଣାଇବୁ ଆମେ ଆମର ୟୁଟ୍ୟୁବ୍ ପରିବାର ତରଫରୁ। ଏଇଟା ଗୋଟେ ଭଲ ନୋଟିସ୍ ଥିଲା। ସୋ ଥ୍ୟାଙ୍କ ୟୁ ଏଭ୍ରିୱାନ୍।